ବେମକେଶ ରାୟ ବାବୁ ଜିନ୍ଦାବାଦ। ଆରେ କ'ଣ ବିରୋଧରେ କହୁଥିଲେ, ଏବେ କ'ଣ ତାଙ୍କ ସପକ୍ଷରେ କହିଲେ ବିଜେଡ଼ି ଲାଞ୍ଚ ସପକ୍ଷରେ କି ଏଇଟା ଭାବିଲେ କି? ନାଇଁ ନାଇଁ ଭୁଲ। ବେମକେଶ ରାୟ ବାବୁ କ'ଣ କହିଲେ? ଆପଣ ଯଦି ନବୀନ ବାବୁଙ୍କ ନାଁ ନେବେ 100 ଥର ଚିନ୍ତା କରିକି ନେବେ। 51 ଜଣ ଏଠି ବସିଛୁ, ନବୀନ ବାବୁଙ୍କ ନାଁ ନେବେ ନାହିଁ, ଭୁଲ କଥା କହିବେ ନାହିଁ। ନବୀନ ବାବୁ ଆଳୁ ବନ୍ଦ କରିଛନ୍ତି, ନବୀନ ବାବୁ ଆଳୁ ବନ୍ଦ କରିଛନ୍ତି। ଆପଣଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ କଥା କହିଲେ କି? ଆପଣଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ କୁହନ୍ତୁ, ସରକାର କୁହନ୍ତୁ ଯେ ନବୀନ ବାବୁ ଆଳୁ ବନ୍ଦ କରିଛନ୍ତି। ଆପଣ କହିବେ ନବୀନ ବାବୁ ଆଳୁ ବନ୍ଦ କରିଛନ୍ତି। ଆପଣ କିଏ? ଆପଣ କିଏ? ଆମେ 51 ଜଣ ବିଧାୟକ ଅଛୁ, ଆପଣଙ୍କୁ ଅଧିକାର ଦେଲା କିଏ ନବୀନ ପଟ୍ଟନାୟକ ବିରୁଦ୍ଧରେ କହିବା ପାଇଁକା? ଜନସାଧାରଣ ପ୍ରଶ୍ନ କରିବେ, ଆପଣ ତାଙ୍କୁ କ'ଣ ଧମକ ଦେଉଛନ୍ତି? ମୁଁ ସାଧାରଣ ଗୋଟେ ଗ୍ରାସ ଲେଭେଲ ଗୋଟେ ଛୋଟ ଦଳର ଗୋଟେ କର୍ମୀ, ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି। ଆପଣ କହିପାରିବେ କି 314 କୋଲେଷ୍ଟୋର ଗଲା କୁଆଡ଼େ? ଆପଣ 25 ବର୍ଷ ଶାସନ କଲେ, ତା ଭିତରେ ନୂଆ କେତେଟା କୋଲେଷ୍ଟୋର କରିଥିଲେ? ତମ ଆଳୁ ମିଶନ ଗଲା କୁଆଡ଼େ? ଆଳୁ ମିଶନରେ କେତେ କୋଟି ଟଙ୍କା ସ୍ୱାହା କଲେ, କେତେ ଚାଟି ଦେଲେ, କେତେ ଦଳୀୟ କର୍ମୀ ଖାଇଗଲେ କହିପାରିବେ? ମୁଗ ମଞ୍ଜିରେ କେତେ କୋଟି ଟଙ୍କା ସ୍ୱାହା କଲେ, ବାଦାମ ମଞ୍ଜିରେ କେତେ କୋଟି ଟଙ୍କା ସ୍ୱାହା କଲେ, ମୋ ବଗିଚାରେ କେତେ କୋଟି ଟଙ୍କା ସ୍ୱାହା କଲେ? ବେମକେଶ ବାବୁ, ଆର ଉତ୍ତର ଆପଣ ଦେଇପାରିବେ ନା ଜାଣିନାହାନ୍ତି? ସେ ତ ପଇସାକୁ ଖାଇଛି କିଏ? ଆପଣଙ୍କର କୁଜି କର୍ମୀ ନା ଇନଡାଇରେକ୍ଟଲି ଆପଣମାନଙ୍କ ମିନିଷ୍ଟର ଥିବା ଲୋକ ଖାଇଛନ୍ତି? ଆପଣ କହିପାରିବେ? ଗୋଟେ ଏସବୁ ଚାକିରି ନେଇକରି ଆପଣ ହଙ୍ଗାମା କରୁଛନ୍ତି, ଗୃହ ଚଳେଇ ନେଉନାହାନ୍ତି। ତା ପୂର୍ବରୁ ଆଜି ଯେଉଁ ଆଳୁ ରେଟ୍ ବଢ଼ିଛି, ଜନସାଧାରଣ ହଇରାଣ ହୁଅନ୍ତି, ଏଥିପାଇଁ ଦାୟୀ କିଏ? ନବୀନ ବାବୁ ନା ମୋହନ ମାଝୀ? ଆପଣ କହିପାରିବେ? ମୁଁ ତ ଛାତିରେ ଖୁଲମ ଖୁଲା ହାତ ବାଢ଼ିକି କହିପାରିବି, ଏଥିପାଇଁ ନବୀନ ବାବୁ ହିଁ ଦାୟୀ। ଯଦି କଲିକତାରୁ ଆଳୁ ଆସିପାରୁନି, ଯଦି ଆସିଲା ପରେ ଆସୁଛି, ତମ କୁଜି ଦଳିଆ ଗାଣ୍ଡି ଦଳିଆ କିଛି ଚାମଚା ଅଛନ୍ତି, କହୁଛନ୍ତି ଯେ ନବୀନ ବାବୁ ତାଙ୍କ ଭଉଣୀକି ଫୋନ୍ କଲେ ଆଳୁ ଆସିଲା। ଯଦି ଏକଥା କହିପାରୁଛ, ତାହେଲେ ଯଦି ମମତା ଦିଦି ଆଳୁ ବନ୍ଦ କରିଛି, ତାହେଲେ ନବୀନ ବାବୁ ଫୋନ୍ କରି ଆଳୁ ବନ୍ଦ କରିଛନ୍ତି। ଆପଣ ଚାହୁଁଛନ୍ତି ସରକାରକୁ ବ୍ଲେମ୍ କରିବା ପାଇଁକା, ତାହେଲେ ଏଇଟା ତ ମାନନ୍ତୁ। ଆଉ ଯଦି ସେଇଟାକୁ ଗ୍ରହଣ କରିବ, ଏଇଟାକୁ ଗ୍ରହଣ କରିବା ବାଧ୍ୟ। ନାଇଁ, ତମ ଦଳଗତ ଅଭ୍ୟାସ, ତମେ କଲେ ଲୀଳା, ଆଉ ଯିଏ କରିବ ଗାଣ୍ଡିରେ କିଳା। ଏମିତି କ'ଣ ଆମ ଓଡ଼ିଶାରେ ଆଉ ଚାଲୁଛି ନା ଆଉ ଚାଲିବ? ଲୋକମାନେ ଏବେ ଚାଲାକ ହେଇଗଲେଣି, ଆପଣ ଆଉ ଓଲୁ ଭାବନ୍ତୁନି। ସିଧା ସିଧା ଡାଇରେକ୍ଟ ପ୍ରଶ୍ନ, ତମ ଆଳୁ ମିଶନ ଗଲା କୁଆଡ଼େ? ତମ ଆଳୁ ମିଶନରେ କେତେ କୋଟି ଟଙ୍କା ଖାଇଲ? ତାର ଉତ୍ତର ଦବ କିଏ? ବେମକେଶ ବାବୁ, ତାର ଉତ୍ତର ଦବ କିଏ? ନହେଲେ ତମ ପ୍ରମିଳା ଦିଦି ଆସି ହାଉ ହାଉ ହେବେ, କହିବେ ବିନା ତଥ୍ୟ ବିନା ଆଧାରରେ ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ରଖୁଛନ୍ତି। ବିନା ତଥ୍ୟ ବିନା ଆଧାରରେ କେହି କେବେ ଗୃହରେ ତଥ୍ୟ ରଖନ୍ତିନି। ଫାଷ୍ଟ କଥା ଏଇଟା। ଦ୍ୱିତୀୟ କଥା, ଆପଣ କ'ଣ କହିଲେ ଆପଣ 51 ଜଣ MLA ଅଛନ୍ତି, ଲଜ୍ଜା ଲାଗିବା କଥା। ତମମାନଙ୍କୁ ଲଜ୍ଜା ଲାଗିବା କଥା ଯେ ସେ 51 ଜଣ MLA, ବିରୋଧୀ ଦଳ ନେତା ଅଛନ୍ତି ନବୀନ ପଟ୍ଟନାୟକ, ଆଗରୁ ବିରୋଧୀ ଦଳ ନେତା ଥିଲେ ଜୟନାରାୟଣ ମିଶ୍ର, ସେ କେତେ ଆଗ୍ରେସିଭ କେତେ କାମ କରୁଥିଲେ। କିନ୍ତୁ ଆମର ବିରୋଧୀ ଦଳ ନେତା ଅଛନ୍ତି ବିନା କାଗଜରେ ପଦେ କହିପାରିବେନି। ଯଦି ମୋହନ ମାଝୀ ସମ୍ବିଧାନ ଦିବସକୁ ସ୍ୱାଧୀନତା ଦିବସ କହିଦେଲେ, ଆପଣ ସେ ଭିଡ଼ିଓକୁ ଟ୍ରୋଲ କଲେ, କିନ୍ତୁ ଆପଣଙ୍କ ନବୀନ ପଟ୍ଟନାୟକ ଚଣ୍ଡିଖୋଲ ଯାଇ କ'ଣ କହିଥିଲେ? ଚଢ଼ିଖୋଲ ଭାଇ ଭଉଣୀ ମାନେ। ସେଇଟା ଟ୍ରୋଲ ହେଲାନି, କିନ୍ତୁ ଏଇଟା ଟ୍ରୋଲ କଲେ ତମ କିଛି ଗାଣ୍ଡି ଦଳିଆ କୁଜି ଦଳିଆ ଗ୍ରାସ ଲେଭେଲ ନେତା। କେବେ ଆର ଉତ୍ତର ରଖିବେ ଗୃହରେ? ଅରୁଣ ସାହୁ କ'ଣ କହିଲେ? ପାନଖିଆ ଛେତରା ପେଟିଆ କର୍ମୀ। ସେଇ ପାନଖିଆ ଛେତରା ପେଟିଆ କର୍ମୀ ପରିହତ୍ୟା ମାମଲା ରେ ମନେ ପକାନ୍ତୁ, ସେଇ ପାନଖିଆ ଛେତରା ପେଟିଆ କର୍ମୀকে ଆପଣ ସପୋର୍ଟ କରିଥିଲେ ତାଙ୍କୁ ବଞ୍ଚିବା ପାଇଁକା। ସେତେବେଳେ ସିଏ ତମ କର୍ମୀ ଥିଲେ, ଇଏ ଆଉ କାହା କର୍ମୀ ବୋଧେ ଇଙ୍ଗିତ କରି କହୁଛନ୍ତି। ଆଗକୁ ପଞ୍ଚାୟତ ଇଲେକ୍ସନ ଆସୁଛି, ଆର ଦୃଢ଼ ଜବାବ ଦେବେ ଲୋକ, ଟିକେ ଅପେକ୍ଷା କରନ୍ତୁ। ଆପଣ ଇନଡାଇରେକ୍ଟଲି ସବୁ କିଛି କରିଛନ୍ତି। ଏବେ ଯେଉଁ ଲାକ୍ଷ୍ମୀ ନବୀନ ବାବୁ କୁହନ୍ତି ଲାକ୍ଷ୍ମୀ ବସ୍ ଯୋଜନାରେ କେତେ କୋଟି ଟଙ୍କା ଖାଇଛନ୍ତି, ତାର ଏପର୍ଯ୍ୟନ୍ତ ତଥ୍ୟ ତ ମିଳିପାରୁନି। ଲକ୍ଷ୍ମୀ ବସ୍ ଯୋଜନାରେ କେତେ ଚାଲୁଛି ବସ୍, ସେ ବସ୍ରେ କେତେ ଲୋକ ହୁଅନ୍ତି, ଗ୍ରାସ ଲେଭେଲ ଥରେ ଇନକ୍ୱାରି ହଉ। ଆପଣ କ'ଣ କହନ୍ତି? ଖାଲି ସରକାର ଆସିଛନ୍ତି କଲର ରଙ୍ଗ ବଦଳେଇକିରି ଖାଲି ରାଜନୀତି କରୁଛନ୍ତି। ରଙ୍ଗ ବଦଳ ରାଜନୀତି କେବେଠୁ କିଏ ଷ୍ଟାର୍ଟ କରିଥିଲା? ଆପଣ ଷ୍ଟାର୍ଟ କରିଥିଲେ ନା କଂଗ୍ରେସ ଷ୍ଟାର୍ଟ କରିଥିଲା ନା ଆପଣ ଷ୍ଟାର୍ଟ କଲେ? ଆପଣ ତ କଂଗ୍ରେସ ପରେ ସରକାରକୁ ଆସିଲେ,
ତାହେଲେ ଆପଣ କୁହନ୍ତୁ ଆଗରୁ ବସର ରଙ୍ଗ କ'ଣ ଥିଲା, ଆପଣ କେଉଁ ରଙ୍ଗ କଲେ? ତେଣୁକରି ବାହା ନେବାକୁ ଜମା ଚେଷ୍ଟା କରନ୍ତୁନି, ଲୋକ ଜାଣିଛନ୍ତି। ଓଡ଼ିଶାର କଣ୍ଟ୍ରାକ୍ଟର ମହାସଂଘ ଆପଣଙ୍କ ସରକାର ବିରୋଧରେ ବା ବିଷୋଦ୍ଗାର ଗାନ କରିଥିଲେ। ଓଡ଼ିଶାର ଡ୍ରାଇଭର ୟୁନିୟନ ସଂଘ ଆପଣଙ୍କ ବିରୋଧରେ ବିଷୋଦ୍ଗାନ କରିଥିଲେ। ଓଡ଼ିଶାର ପରିବହନ ମନ୍ତ୍ରାଳୟ ଆପଣଙ୍କ ବିରୋଧରେ ବିଷୋଦ୍ଗାନ କରିଥିଲେ। ଆପଣ କେତେ କେଳେଙ୍କାରୀରେ ଲିପ୍ତ ହେବେ କି କହୁନାହାନ୍ତି? କେତେ କେଳେଙ୍କାରୀରେ ଲିପ୍ତ ହେବେ? ଆଉ ବର୍ତ୍ତମାନ ଆଳୁ ଫେଲେ, ବଜାରରେ ଆଳୁ ବଢ଼ିଲା କିଛି ଗାଣ୍ଡି ଚୋଟା ଚାମଚା ମାନଙ୍କୁ ଆପଣମାନେ ଦେଖିକିରି ମିଡ଼ିଆରେ ହାଇଲାଇଟ୍ କରୁଛନ୍ତି। ତା ପୂର୍ବରୁ ଆପଣ ଏଇଟା କୁହନ୍ତୁ ଯେ ଆମେ ଆଳୁ ମିଶନ ଫେଲ୍। ସବୁ ତ ବାହାରୁ ଆସିବ, ଆଳୁ ଆସିବ, ପିଆଜ ଆସିବ, ମାଛ ଆସିବ, ଅଣ୍ଡା ଆସିବ, ସବୁ ତ ବାହାରୁ ଆସିବ। ଆଉ ତା ଉପରେ ଆପଣ କେବେ ତର୍ଜମା କରିବେ କହୁନାହାନ୍ତି? ଖାଲି ଓଡ଼ିଶାରେ ଆଳୁ ରେଟ୍ ବଢ଼ିନି, ଦିଲ୍ଲୀରେ ବି ବଢ଼ିଛି, ଉତ୍ତରପ୍ରଦେଶରେ ବି ବଢ଼ିଛି, କଲିକତାରେ ବି ବଢ଼ିଛି, ଗୁଜୁରାଟରେ ବି ବଢ଼ିଛି। ଆପଣ ହର୍ ଷ୍ଟେଟ୍ର ରେଟ୍ ଚାର୍ଟ ଦେଖନ୍ତୁ। ନା କି ଅଯୋଗ୍ୟ ମନ୍ତ୍ରୀ ଆପଣ ସବୁ ଯୋଗ୍ୟ ମନ୍ତ୍ରୀ ଥିଲେ। ଆପଣଙ୍କ ଅମଳରେ ସବୁ ଯୋଗ୍ୟ ମନ୍ତ୍ରୀ ଥିଲେ ନାଇଁ କି? ଆପଣଙ୍କ ଅମଳରେ ଯେତେ ଯୋଗ୍ୟ ମନ୍ତ୍ରୀ ମର୍ଡର କେସ୍ରେ ଲିପ୍ତ ଥିଲେ, କି ଅଙ୍ଗ ତସ୍କରୀ ମାମଲାରେ ଲିପ୍ତ ଥିଲେ। ପ୍ରତାପ ଜେନା ଆପଣଙ୍କ ସରକାର ତାକୁ କେତେ ଘଣ୍ଟା ଗୋଡ଼େଇଛନ୍ତି। ପ୍ରଦୀପ ମହାରଥୀ ଆପଣ ସରକାର ତାଙ୍କୁ କେତେ ଘଣ୍ଟା ଗୋଡ଼େଇଛନ୍ତି। ଅରୁଣ ସାହୁ ଆପଣଙ୍କ ସରକାର କେତେ ଘଣ୍ଟା ଗୋଡ଼େଇଛନ୍ତି। ଏ ବାବଦରେ ତ ଥରେ କୁହନ୍ତୁ। ଆପଣ କ'ଣ କହିଲେ? ଆମ ସରକାର ହିଂସାକୁ ପ୍ରଶ୍ରୟ ଦିଏନି। ବବି ବାବୁଙ୍କ ଭାଇ ହିଂସାରେ ଆରେଷ୍ଟ ହେଇ ଯାଇଛନ୍ତି କି ଅହିଂସାରେ ଆରେଷ୍ଟ ହେଇ ଯାଇଛନ୍ତି। ବବି ବାବୁ ତାଙ୍କୁ ସଂଗ୍ରାମୀକୁ ସଜେଇ ଦେଲେ। କି ବାଳ ସଂଗ୍ରାମୀ ସିଏ? ଗୋଟେ ବେପାରରେ ଟଙ୍କା ଛଡ଼େଇ ନେଇ ଯାଆନ୍ତି, ବେପାରୀ ଧମକ ଚମକ ଦଉଛନ୍ତି। ବବି ବାବୁ ଆସିକିରି ସେ ବେପାରୀ ହାତରେ ମ୍ୟୁଚୁଆଲ କରି ସେ ପାଟିରେ ପାପା ଖନେଇ କହୁଛି। ଏଇ ଆପଣଙ୍କର ସଂସ୍କାର? ଏଇ ଆପଣଙ୍କ ଦଳର ଅଭିଜାତ୍ୟ? ଆପଣଙ୍କ ଦଳର ଏବେ ହବ କ'ଣ? ଆଶିଷ ସିଂ ଗଲେ, କୁଟେ ମହାଶୟ ରହିଲେ, ତାଙ୍କ ଅବସ୍ଥା ଏବେ ହବ କ'ଣ? ସିଏ କଲ୍ ଟ୍ୟାମ୍ପରିଂ କରି କେଉଁ ବିଧାୟକର ଟିକେଟ୍ କଟା ହବ, କ'ଣ ହବ? ଅରୁଣ ବାବୁ ଠିକ୍ କହିଥିଲେ, ଯାହା ବିଧାୟକର ଜୁ ଫିଟୁନଥିଲା, ଜୁ ଫିଟିବ କେମିତି? ଦୁଇଟି ଆଇଏସ୍ ଅଫିସର ଆପଣଙ୍କ ଦଳକୁ କଣ୍ଟ୍ରୋଲ କରୁଥିଲେ। ସେଇ ଟାଇମ୍ରେ ଆପଣଙ୍କୁ ଲଜ୍ଜା ଲାଗୁନଥିଲା? ଆପଣ ଏବେ କେବେ ଗୁଜୁରାଟି କଣ୍ଟ୍ରୋଲ କରୁଛନ୍ତି? ଆପଣ ଆଳୁ ମିଶନ ଖାଇ ଚୋର, ଡାଲି ଚୋର, ଆଳୁ ଚୋର, କୋଲ୍ଡ ଷ୍ଟୋର ଭାଙ୍ଗିଲେ, ସବୁ ପ୍ରାଇଭେଟାଇଜେସନ କଲେ, ସରକାରୀ ସ୍କୁଲ ବନ୍ଦ କଲେ, ପିଲା ପ୍ରାଇଭେଟରେ ପଢ଼ିବେ। ଆପଣମାନଙ୍କର ଠିକ୍ ମୁନାଫା ହବ। ଅଇକା ବାଧୁଛି ନାଇଁ କି? ଲୋକ ଆଉ ଠିକ୍ ଜବାବ ଦେବେ ପଞ୍ଚାୟତ ଇଲେକ୍ସନରେ। ଆପଣ ପ୍ରିପାରେସନ ରୁହନ୍ତୁ। ଆଉ କ'ଣ କହିବି? କିଛି ଏ ଭିଡ଼ିଓଟି କିଛି ଗାଣ୍ଡି ଚୋଟା ଚାମଚାମାନଙ୍କୁ ବହୁତ କିଛି କଷ୍ଟ ଦେବ, କାହିଁକିନା ବହୁତ ପୋଲ୍ ଖୋଲା ହେଇଗଲା। ଆଳୁ ଚିଲାଉଥିଲା ନା, ଆଳୁର ଠିକ୍ ଉତ୍ତରଟି ମିଳିଗଲା ଏ ଭିଡ଼ିଓ ମାଧ୍ୟମରେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଦୟାକରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।